ସମସ୍ତଙ୍କୁ ନମସ୍କାର। ଆଜିର ବିଷୟବସ୍ତୁ ହେଲା କାୟା, ମାୟା ଓ ଛାୟା। କାୟା ଅର୍ଥ ଶରୀର, ମାୟା ଅର୍ଥ ମୋହ ଓ ଛାୟା ଅର୍ଥ ଦିଗ୍ଦର୍ଶନ ବା ମାର୍ଗଦର୍ଶନ। ସଂସାରରେ ବଞ୍ଚିବା ପାଇଁ ତିନୋଟି ଯାକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାୟା, ମାୟା ଓ ଛାୟା ବିନା ଜଣେ ସଂସାରରେ ପ୍ରତିଷ୍ଠା ଲାଭ କରିପାରିବ ନାହିଁ। ଏହି ଉଦ୍ଦେଶ୍ୟରେ ଆଜିର ବିଷୟବସ୍ତୁ ଉପସ୍ଥାପନା କରାଯାଇଛି। ଯଦି ତ୍ରୁଟି ଥାଏ ତାହେଲେ କ୍ଷମା ପ୍ରାର୍ଥନା ପୂର୍ବକ ମତାମତ ଜଣାଇବା ପାଇଁ ଅନୁରୋଧ କରୁଛି। କାୟା ଅର୍ଥ ଶରୀର। ଶରୀର ସୁସ୍ଥ, ନିର୍ମଳ, ସଦା ଚଞ୍ଚଳ, ଦୃଢ଼ ରହିବା ପାଇଁ ମାୟା ଓ ଛାୟା ଆବଶ୍ୟକ ହୁଏ। ବ୍ୟକ୍ତିତ୍ୱର ବିକାଶ ପାଇଁ ମାୟା ଓ ଛାୟା ଅପରିହାର୍ଯ୍ୟ। ଉପଯୁକ୍ତ ଓ ଆବଶ୍ୟକୀୟ ଛାୟା ଓ ମାୟା ଦ୍ୱାରା କାୟାର ବିକାଶ ସହଜସାଧ୍ୟ ଅଟେ। ଦୁର୍ବଳ ଛାୟା ଓ ମାୟା ଦ୍ୱାରା କାୟା ଘୃଣ୍ୟ ଓ ଅବହେଳିତ ହୋଇଥାଏ। ଛାୟା ଓ ମାୟା ବିନା କାୟାର ସାମାଜିକ ନିରାପତ୍ତା ଓ ମାନହାନି ଘଟେ। ବିପଦ ଅସୁବିଧା ବେଳେ ମାୟା ଓ ଛାୟା ଅନେକ ବଳ, ସାହସ, ଶକ୍ତି ଯୋଗାଇଥାନ୍ତି। ଅର୍ଥାତ୍ ଶରୀରକୁ ହୃଷ୍ଟପୃଷ୍ଟ ରଖିବା ପାଇଁ, ଶରୀରକୁ ସୁସ୍ଥତା ରଖିବା ପାଇଁ ଆମକୁ ନିଶ୍ଚିତ ଭାବରେ ମାୟା ବା ମୋହ ଏବଂ ଛାୟା ବା ମାର୍ଗଦର୍ଶନର ଆବଶ୍ୟକତା ରହିଛି। ବର୍ତ୍ତମାନ ଆମେ ଦେଖିବା ମାୟା ଅର୍ଥାତ୍ ମୋହ। ଧନ, ପଦପଦବୀ, ଚାକିରି, ଆଭିଜାତ୍ୟ, ଦରମା, କ୍ଷମତା, ଘରଦ୍ୱାର, ଜମିବାଡ଼ି ଇତ୍ୟାଦି ମାୟା କାୟାକୁ ପରିପୃଷ୍ଟ କରିଥାଏ। ସୁସ୍ଥ ସାମ୍ପ୍ରତିକ ସମୟକୁ ଲକ୍ଷ୍ୟ କରି କାୟାର କର୍ମ ଦ୍ୱାରା ମାୟାର ସୃଷ୍ଟି, ବୃଦ୍ଧି ଓ ଦୃଢ଼ ହୁଏ। ମାୟାର ବୃଦ୍ଧି, ପ୍ରଚାର ଓ ପ୍ରସାର ପାଇଁ ଛାୟାର ଯଥେଷ୍ଟ ଗୁରୁତ୍ୱ ରହିଛି। ମାୟାର ପ୍ରଚାର ଓ ପ୍ରସାର ଦ୍ୱାରା କାୟା ସାମାଜିକ ସ୍ୱୀକୃତି ଲାଭ କରେ। ମାୟା ବିନା କାୟାର ସାମାଜିକ ସ୍ଥିତି ହରାଏ। ଅର୍ଥାତ୍ ଧନ ସମ୍ପତ୍ତି, ପଦପଦବୀ, ଆର୍ଥିକ ବ୍ୟବସ୍ଥା ଇତ୍ୟାଦି ଯେତେ ସୁଦୃଢ଼ ହେବ ଆମର ବ୍ୟକ୍ତିତ୍ୱର ବିକାଶ ଘଟିବ, ଶରୀର ସୁସ୍ଥ ରହିବ ଏବଂ ଆମର ମାନସିକ ସନ୍ତୁଳନ ବି ରହିବ। ଅର୍ଥାତ୍ ମାୟା ବା ମୋହର ଆବଶ୍ୟକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଆମେ ବିଚାର କରିବା ଛାୟା ବା ଦିଗ୍ଦର୍ଶନ। ପରିବାର ରୂପୀ ବୃକ୍ଷର ଶାଖା ପ୍ରଶାଖା ତଥା ତାଳ ପତ୍ର ରୂପୀ ବାପା ମା, ଡାଳପତ୍ର ରୂପୀ ବାପା ମା, ମାମୁଁ ମାଇଁ, ମଉସା ମାଉସୀ, ପିଉସା ପିଉସୀ, ଭାଇ ଭଉଣୀ, ଭଉଣୀ ଭିଣୋଇ ଇତ୍ୟାଦି ରକ୍ତ ସମ୍ପର୍କୀୟ, ସାମାଜିକ ସମ୍ପର୍କୀୟ, ସାଙ୍ଗସାଥୀ ତଥା ଗୁରୁଜନଙ୍କ ଉପଯୁକ୍ତ ସତ୍ ମାର୍ଗଦର୍ଶନ, ସାହାଯ୍ୟ ଓ ସହଯୋଗ ରୂପକ ଛାୟା ବିନା କାୟା ଓ ମାୟା ପରିପୁଷ୍ଟ ହୋଇପାରିବେ ନାହିଁ। ମାୟା ଓ କାୟାର ସୁରକ୍ଷା ବୃଦ୍ଧି ପାଇଁ ଛାୟାର ଯଥେଷ୍ଟ ଭୂମିକା ରହିଛି। ଯାହାର ଛାୟା ଯେତେ ଅଧିକ ଓ ସୁଦୃଢ଼ ତାହାର କାୟା ଓ ମାୟା ସେତେ ଉନ୍ନତ। ଯାହାକୁ ଛାୟା ସଦାସର୍ବଦା ଆବୃତ କରି ରଖିଥାଏ ତାହାର ଜୀବନ ରଥ, ସଂସାର ପଥ ସେତେ ସରଳ, ସୁଗମ ହୋଇଥାଏ। ବାହାଘର, ଶୁଦ୍ଧିକ୍ରିୟା ଓ ବିପଦ ଇତ୍ୟାଦି ଅସୁବିଧା ସୁବିଧା ବେଳେ ଛାୟାର ଯଥେଷ୍ଟ ଆବଶ୍ୟକ ପଡ଼େ। ଛାୟାର ପ୍ରଭାବ ନଥିଲେ କାୟା ଉପେକ୍ଷିତ ଓ ବେସାହାରା ହୋଇଯାଏ। ଅର୍ଥାତ୍ ଶରୀର ବା କାୟା, ମାୟା ବା ମୋହ ଇତ୍ୟାଦିର ପ୍ରତିଷ୍ଠା ପାଇଁ ବା ଇତ୍ୟାଦିର ସୁସ୍ଥତା ପାଇଁ ଆମକୁ ମାର୍ଗଦର୍ଶନ ଆବଶ୍ୟକ ଅଛି। ଅନେକ ଲୋକ ମାର୍ଗଦର୍ଶନ ଅଭାବରୁ ଉଭେଇ ଯାଇଛନ୍ତି। ଯେପରି ବଣମଲ୍ଲୀ ବନରେ ଫୁଟି ଝଡ଼ିଯାଏ, ଗୋବର ଗଦାରେ ଫୁଟୁଥିବା କଇଁ ଦେବ କାର୍ଯ୍ୟରେ ଲାଗିପାରେ ନାହିଁ। ସେମିତି ମାର୍ଗଦର୍ଶନ ଅଭାବରେ ଅନେକ ଲୋକଙ୍କ ଜୀବନ ତଳିତଳାନ୍ତ ହୋଇଯାଇଛି। ସେଥିପାଇଁ ସବୁଠାରୁ ଶ୍ରେଷ୍ଠ ହେଲା ଛାୟା ବା ମାର୍ଗଦର୍ଶନ। ଅର୍ଥାତ୍ ପରିବାରର ବାପା ମା, ମାମୁଁ ମଉସା, କିଛି ସତ୍ ସାଙ୍ଗ ଓ ସତ୍ ଗୁରୁଙ୍କ ପରାମର୍ଶ ଜୀବନକୁ ଗଢ଼ି ତୋଳିବା ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ। କାୟା ବିନା ଛାୟା ଓ ମାୟା ନିରର୍ଥକ। ମାୟା ବିନା କାୟା ଓ ଛାୟା ଶ୍ରୀହୀନ। ଛାୟା ବିନା ମାୟା ଓ କାୟା ଦିଗହରା। କାୟା ଓ ଛାୟା ବିନା ମାୟା ଅନାବଶ୍ୟକ। ମାୟା ଓ କାୟା ବିନା ଛାୟା ଅନାଦୃତ। ଛାୟା ଓ ମାୟା ବିନା କାୟା ବେସାହାରା। ତିନି ମଧ୍ୟରେ ଛାୟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକ। ଦୃଢ଼ ଛତ୍ରଛାୟା ତଳେ ଅନେକ ଦୁର୍ବଳ ଅଟନ୍ତି ସବଳ।
ଦୁର୍ବଳ ଛାୟାରେ ଅନେକ ସବଳ ହୋଇଛନ୍ତି ମୂଳପଛ। ମୁଁ ଡକ୍ଟର ଅଶ୍ୱିନୀ କୁମାର ରାଉତ, ସହକାରୀ ପ୍ରଫେସର, ଗଣିତ ବିଭାଗ। ସମସ୍ତଙ୍କୁ ଧନ୍ୟବାଦ।